ଆଜିର ବିଜ୍ଞାନ ଯୁଗରେ ଯେତେବେଳେ ବିଜ୍ଞାନ ପ୍ରତି ଅଧିକ ସମର୍ପିତ ହୋଇଅଛି, ଯାହାକି ଶେଷ ଦିନରେ ଶୈତାନ ନିଜ ଅସ୍ତ୍ର ରୂପେ ବ୍ୟବହାର କରିବ, ଏହିପରି ସମୟରେ ଆମ୍ଭେମାନେ ଈଶ୍ୱରଙ୍କର ଐଶ୍ୱରିକ ଏବଂ ପବିତ୍ର ଜ୍ଞାନ, ବୁଦ୍ଧି ଏବଂ ଆଶୀର୍ବାଦର ଅଂଶୀ ହୋଇପାରିବା ତ? ଲେଖକ କୁହନ୍ତି, ମନୁଷ୍ୟ ଏବଂ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାକୁ କିଛି ନୀତି ଓ ନିୟମକୁ ନିଶ୍ଚୟ ମାନିବାକୁ ପଡ଼ିବ। ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ହିତୋପଦେଶ 3 ପର୍ବ 1 ପଦରୁ 18 ପଦ ଅଧ୍ୟୟନ କରିବା। ଏ ପର୍ବରେ ଜ୍ଞାନୀ ସଲୋମନ ଜଣେ ପିତା ଯେପରି ନିଜ ପୁତ୍ରଙ୍କୁ ଆଦେଶ ଓ ଶିକ୍ଷା ଦିଅନ୍ତି, ସେପରି ସେ ଖ୍ରୀଷ୍ଟୀୟ ଯୁବକମାନଙ୍କ ସହିତ ସମସ୍ତ ବିଶ୍ୱାସୀମାନଙ୍କୁ ଉପଦେଶ ଦେଇଅଛନ୍ତି। ତାହାଙ୍କ ଦୃଷ୍ଟିକୋଣରୁ ସେ ପ୍ରକାଶ କରୁଅଛନ୍ତି ଯେ ଜ୍ଞାନ ସହିତ ଶିକ୍ଷା, ଆଦେଶ, ଦୟା, ସତ୍ୟତା, ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ, ନିଜ ବୁଦ୍ଧିରେ ଆଉଜି ନ ପଡ଼ିବା, ସବୁ ଗତିରେ ତାହାଙ୍କୁ ସ୍ୱୀକାର କରିବା, ଆପଣ ଦୃଷ୍ଟିରେ ଜ୍ଞାନବାନ ନ ହେବା, ମନ୍ଦତାରୁ ବିମୁଖ ହେବା, ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କୁ ପ୍ରେମ କରିବା ଏବଂ ତାହାଙ୍କ ଅନୁଯୋଗ ଓ ଶାସନରେ କ୍ଳାନ୍ତ ନ ହେବା ପାଇଁ ଉପଦେଶ ଦେଇଅଛନ୍ତି। ସଲୋମନ ରାଜା ନିବେଦନ କରୁଅଛନ୍ତି କି ଏହି ସମସ୍ତ ଗୁଣଗୁଡ଼ିକୁ ଅତି ପାଖରେ କଣ୍ଠର ହାର ପରି ଓ ହୃଦୟର ପଟାରେ ଧରି ରଖିବା ପାଇଁ କହୁଅଛନ୍ତି। ଯଦି ଆମ୍ଭେମାନେ ଏ ସମସ୍ତ ବିଷୟ ନିଜ ଜୀବନରେ ଅଭ୍ୟାସ କରୁ, ତାହେଲେ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ପାଇବ। ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ପାଇବ। ଆମ୍ଭର ପଥ ସବୁ ସରଳ ହେବ। ତା ଆମ୍ଭ ଶରୀରରେ ସୁସ୍ଥତା ଓ ଅସ୍ଥିର ରକ୍ଷା କରିବ ଏବଂ ଆମ୍ଭର ଭଣ୍ଡାର ସବୁ ଧନରେ ପରିପୂର୍ଣ୍ଣ ହେବ। ଆହୁରି ମଧ୍ୟ ସଲୋମନ କହନ୍ତି, ଜ୍ଞାନ ହେଉଛି ରୂପା, ଶୁଦ୍ଧ ସୁବର୍ଣ୍ଣ ଏବଂ ମୁକ୍ତାଠାରୁ ଅଧିକ ମୂଲ୍ୟବାନ ଓ ଶ୍ରେଷ୍ଠ। ଜ୍ଞାନର ଦକ୍ଷିଣ ହସ୍ତରେ ଦୀର୍ଘାୟୁ ଓ ବାମ ହସ୍ତରେ ଧନ ଓ ସମ୍ମାନ ଅଛି। ତାର ସମସ୍ତ ପଥରେ ସୁଖ ଓ ଶାନ୍ତି ଅଛି। ଯେଉଁମାନେ ଏହି ଜ୍ଞାନର ଆଶ୍ରୟ ନିଅନ୍ତି, ସେମାନଙ୍କ ପ୍ରତି
ସେ ଜୀବନଦାୟକ ବୃକ୍ଷ ସଦୃଶ। ଆମ୍ଭେମାନେ ସମସ୍ତେ ଜାଣୁ ପ୍ରକାଶିତ ବାକ୍ୟ ବର୍ଣ୍ଣନା କରେ ଈଶ୍ୱର ଓ ମେଷ ଶାବକଙ୍କ ସିଂହାସନରୁ ଏକ ନଦୀ ନିର୍ଗତ ହୋଇ ନଗରର ପଥ ଦେଇ ପ୍ରବାହିତ ହେଉଛି। ତାହାର ଉଭୟ ପାର୍ଶ୍ୱରେ ଏ ବୃକ୍ଷ ଅଛି। ତାହା ପ୍ରତି ମାସରେ ଫଳ ଫଳେ ଓ ତାହାର ପତ୍ର ଜାତି ସମୂହର ଆରୋଗ୍ୟକାରକ। ଏ ଶିକ୍ଷା ଶୁଣିବା ପୂର୍ବରୁ ଆସନ୍ତୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ढाली देईगला से सरुधीर आम पाप पाई रकत धार ढाली देईगला से सरुधीर आम पाप पाई रकत धार बलि देईगला निज जीवन बलि देईगला निज जीवन निजे हेला निधन आहे दयावान क्षमार निर्झर प्रेमिक ईश्वर दया तुम अपार आहे परमेश्वर। साखी हेबु आमे से कृषार धैर्य देई प्रभु सकति जगा साखी हेबु आमे से कृषार धैर्य देई प्रभु सकति जगा पाप अंधकार एई जगतर पाप अंधकार एई जगत। आसतु वर्तमान आम प्रभुंर वाक्य मध्यक जावा। आज आम हितोपदेश तार 3 पर्वर प्रथम पदरू आरंभ कर 18 पद पर्यंत अध्ययन करने निमंते जावा। एठार मु आपनको स्मरण कराई दिए जे गत आलोचन आम देखिलु युवक और युवती माने गृह मध्यरू बाहरी बाहर जगतर लोक सहित जीवन अतिबाहित करती। सेमाने वास्तव जगतर संस्पर्श आसती। सेमानकु दुष्ट लोकमानकर ओ परकिया स्त्रीर सम्मुखीन होगा पड़े। मात्र सेमाने केवल ईश्वर वाक्य अनुଯାयी जीवन यापन करने द्वारा सही विनाशर पथरू निजर जीवन गुड़िक रक्षा करें। तेणु बर्तमान आम यह हितोपदेश 3 पर्व युवा युवती मानकर एक दायित्वपूर्ण पदक्षेप को लक्ष्य करने को पारिबा जहाँकि वर्तमान समय निमंते अति जरूरी। तेणु ताहाकू जो उपदेश दि जाइए ताहा होछि जे से ईश्वर वाक्य अनुଯାयी ता जीवन पदक्षेप नियंत्रण करने आवश्यक। वास्तव में यह अति गुरुत्वपूर्ण कारण ईश्वर वाक्य विहीन जीवन होछि लक्ष्य विहीन तथा पथभ्रष्ट और विनाश जीवन। तेबे एठारे ज्ञान को एक स्त्री बा नारी रूपे आमान निकट में उपस्थापित करा जायछि। किंतु से जहाँ होना कहीं ज्ञान आमान निमंते प्रभु यीशु ख्रीष्ट व्यक्तित्व को प्रकाश करे। प्रथम करंथिय प्रथम पर्वर 30 पद लिखा अछि किंतु ताहांक हेतु तुम्हें माने ख्रीष्ट यीशु ठारे अछ से ईश्वर ठारू आमान निमंते ज्ञान अर्थात धार्मिकता पवित्रता और मुक्ति स्वरूप होइछन्ति। युवा मनुष्य प्रकृति में ख्रीष्ट को आवश्यक करे। युवा मनुष्य ईश्वर व्यवस्था को शुणा अच्छे। 3 पर्वर प्रथम पद लिखा अछि हे मोर पुत्र तुम्हें मोर व्यवस्था पासर नहीं मात्र तुम्हार हृदय मोर आज्ञा सब पालन करो। एठारे मध्य मोहर पुत्र बोली संबोधन करा जायछि अर्थात यह युवा युवती मानक निमंते जड़े ज्ञानी व्यक्तिर उपदेश। एठारे आम जिहुदी पृष्ठभूमि मध्य अच्छु ताहा आमान को बुझा हेब। तथापि आज मध्य यह आमान निमंते अत्यंत गुरुत्वपूर्ण। यही उपदेशर गुरुत्वपूर्णता तथा तात्पर्यता आज आमान निमंते मध्य प्रযোज्य। लेखा अछि तुम्भर हृदय मोहर आज्ञा सब पालन करो। यह कौन एक कौतूहलपूर्ण उक्ति नुहे कि यह कर्तव्य प्रति उत्सर्गीकृत जीवन अपेक्षा अधिक। अनेक समय आम भावुजे ख्रीष्ट विश्वास हिसाब से यह करवा आमान कर्तव्य मात्र यह एक कर्तव्य मध्य
ସୀମିତ ନୁହେଁ, କିନ୍ତୁ ଏହା ଈଶ୍ୱରଙ୍କ ଅଭିମତ ପ୍ରତି ଆମମାନଙ୍କର ଆନ୍ତରିକ ଭକ୍ତିକୁ ବା ପ୍ରେମର ସେବାକୁ ପ୍ରକାଶ କରେ। ଆମେ ଈଶ୍ୱରଙ୍କ ଆଜ୍ଞା ସବୁକୁ ଆନ୍ତରିକତାର ସହ ପାଳନ କରିବା ଉଚିତ, ମାତ୍ର କର୍ତ୍ତବ୍ୟ ପାଳନ ନିମନ୍ତେ ନୁହେଁ କି ବାଧ୍ୟବାଧକତା ହେତୁରୁ ନୁହେଁ। ସେଥିପାଇଁ ଗୀତ ସଂହିତା 119 ପର୍ବର 11 ପଦରେ ଭକ୍ତ କହନ୍ତି, ମୁଁ ଯେମତ ତୁମ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ଏପରିକି ଜଣେ ଯୁବା ଧର୍ମଯାଜକ ଏଜ୍ରାଙ୍କ ବିଷୟ ନେଇ ଏପରି ଲେଖା ଅଛି, ଯାହାକି ଏଜ୍ରା 7 ପର୍ବର 10 ପଦରେ ଲେଖା ଅଛି, ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲା। ତେଣୁ ଆମମାନଙ୍କର ହୃଦୟର ପ୍ରସ୍ତୁତିକରଣ ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ମୁଖରେ ନୁହେଁ, ମାତ୍ର ହୃଦୟରେ ସ୍ଥାନ ପାଇବା ଆବଶ୍ୟକ ଓ ଏହା ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ହେତୁ ସାଧିତ ହେବା ଆବଶ୍ୟକ। ପ୍ରଭୁ ଯୀଶୁ ସେହି ଉପର କୋଠରୀରେ ତାଙ୍କର ଶିଷ୍ୟମାନଙ୍କୁ ଏହିପରି କହନ୍ତି, ଯାହାକି ଯୋହନ 14 ପର୍ବର 23 ପଦରେ ଲେଖା ଅଛି, ଯଦି କେହି ମୋତେ ପ୍ରେମ କରେ, ତାହେଲେ ସେ ମୋର ବାକ୍ୟ ପାଳନ କରିବ, ପୁଣି ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା। ମୋର ପ୍ରିୟ ବନ୍ଧୁ, ଆପଣ କ'ଣ ତାହାଙ୍କୁ ପ୍ରେମ କରନ୍ତି? ଯଦି ଆପଣ ତାହାଙ୍କୁ ପ୍ରେମ କରନ୍ତି, ତାହେଲେ ସେ ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ଚାହାନ୍ତି। ଆପଣ ଯାହା କିଛି ତାହାଙ୍କ ନିମନ୍ତେ ସାଧନ କରନ୍ତି, କେବଳ କର୍ତ୍ତବ୍ୟ ପାଳନ ହେତୁ ନୁହେଁ, ମାତ୍ର ପ୍ରେମରେ ତାହା ସାଧନ କରନ୍ତୁ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ଯଦି କେହି ମୋତେ ପ୍ରେମ କରେ, ତାହେଲେ ସେ ମୋହର ବାକ୍ୟ ପାଳନ କରିବ। ପ୍ରଭୁ ଆପଣଙ୍କର କାର୍ଯ୍ୟକୁ ନୁହେଁ, ମାତ୍ର ଅନ୍ତରକୁ ଦେଖନ୍ତି, ଜୀବନକୁ ଦେଖନ୍ତି। ପିତର ପ୍ରକୃତିରେ ଏହା ତାଙ୍କ ଜୀବନରେ ବୁଝିବାକୁ ପାରିଥିଲେ। ଆମେ ଜାଣୁ ପିତର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଥିଲେ, ଆଉ ତାହା କେତେ ଭୟଙ୍କର ବିଷୟ ଥିଲା। ତେବେ ପ୍ରଭୁ ଯୀଶୁ ତଥାପି ପିତରଙ୍କୁ ଦୂରେଇ ଦେଇନଥିଲେ, କାରଣ ସେ ତାହାଙ୍କୁ ପ୍ରେମ କରୁଥିଲେ ଓ ତାହାଙ୍କ ଜୀବନରେ ତାହାଙ୍କର ପ୍ରତିଜ୍ଞାକୁ ସଫଳ କରିବା ନିମନ୍ତେ ଯାଉଥିଲେ। ତେଣୁକରି ପ୍ରଭୁ ତାହାଙ୍କର ପୁନରୁତ୍ଥାନ ପରେ ସେ ଗାଲିଲି ସମୁଦ୍ର କୂଳରେ ଏକ ପ୍ରାତ ଜଳଯୋଗର ଆୟୋଜନ କରିଥିଲେ। ଯେତେବେଳେ ପିତର ତାହାଙ୍କର ଉପସ୍ଥିତି ମଧ୍ୟକୁ ଆସିଲେ, ପ୍ରଭୁ ଯୀଶୁ କ'ଣ ତାଙ୍କୁ ପଚାରିଲେ, ପିତର, ତୁମେ କାହିଁକି ମୋତେ ଅସ୍ୱୀକାର କଲ? ସେ କ'ଣ ଏହା କହିଲେ? ନୁହେଁ, ସେ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମୋତେ ପ୍ରେମ କରୁଅଛ? ପ୍ରକୃତିରେ ଏହା ଥିଲା ଏକ ପ୍ରେମର ସମ୍ପର୍କ। ପିତର ଯଦିଓ ତହିଁରେ ଉଣା ପଡ଼ିଯାଇଥିଲେ, ମାତ୍ର ପ୍ରଭୁ ପୁନର୍ବାର ତାହାଙ୍କଠାରୁ ସେହି ପ୍ରେମ ଭିତ୍ତିକ ସେବା ଚାହୁଁଥିଲେ। ଏହା କୌଣସି ବାଧ୍ୟବାଧକତାମୂଳକ ନଥିଲା, ମାତ୍ର ପ୍ରେମର ସହିତ ଥିଲା। ଯେଣୁ ପ୍ରେମ ତାହାଙ୍କର ଆଜ୍ଞା ପାଳନ କରିବା ପ୍ରତି ଓ ତାହାଙ୍କର ସେବା କରିବା ପ୍ରତି କଢ଼ାଇ ନିଏ ଓ ଏକ ଚାଳନା ଦିଏ। ପ୍ରିୟ ବନ୍ଧୁ, ଆପଣ ଯଦି ତାହାଙ୍କୁ ପ୍ରେମ କରନ୍ତି, ତାହେଲେ ଏହା ଆପଣଙ୍କର ଜୀବନକୁ ଆହୁରି ଅଧିକ ଉଜ୍ଜଳମୟ, ଆଶୀର୍ବାଦଯୁକ୍ତ ଓ ଚମତ୍କାରଜନକ କରିବ। 3 ପଦରେ ଲେଖା ଅଛି, ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ, ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ। ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ। ଦୟାର ଅର୍ଥ କ'ଣ? ସ୍ନେହପୂର୍ଣ୍ଣ କରୁଣା। ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା, ମାତ୍ର ଅନୁଗ୍ରହ ଓ ସତ୍ୟତା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆସିଲା। ସେହି ସ୍ନେହପୂର୍ଣ୍ଣ କରୁଣା କ'ଣ? ଏହା ହେଉଛି ଅନୁଗ୍ରହ। ଏହା ଦୟାଠାରୁ ଆହୁରି ଅଧିକ। ସେହି ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ଆମ୍ଭମାନଙ୍କୁ ପରିତ୍ୟାଗ ନ କରୁ। ଲେଖା ଅଛି, ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟତାକୁ ଆମେ ଯେପରି ହତାଦର ନ କରୁ, ଏଥିପ୍ରତି ସତର୍କ ଜୀବନଯାପନ କରିବା ଉଚିତ। ସେହି ଦୟା ଓ ସତ୍ୟତାକୁ ଆମମାନେ ସଦାସର୍ବଦା ହୃଦୟରେ ସ୍ମରଣ କରି ତାହାଙ୍କର ପ୍ରଶଂସା କରିବା ଉଚିତ। 3 ପର୍ବର 4 ପଦରେ ଲେଖା ଅଛି, ତାହା କଲେ ତୁମେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ। ଯଦି ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଓ ମନୁଷ୍ୟର ଦୃଷ୍ଟିରେ ଅନୁଗ୍ରହର ପାତ୍ରପାତ୍ରୀ ହେବାକୁ ଚାହୁଁ, ତାହେଲେ ଆମମାନଙ୍କୁ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ। ସେହି ଦୟା ଓ ସତ୍ୟତାକୁ ହୃଦୟ ମଧ୍ୟରେ ସ୍ଥାନ ଦେବାକୁ ହେବ, ଅର୍ଥାତ୍ ଖ୍ରୀଷ୍ଟଙ୍କୁ ହୃଦୟ ମଧ୍ୟରେ ସ୍ଥାନ ଦେବାକୁ ହେବ। ଏହାପରେ 5 ଓ 6 ପଦରେ ଲେଖା ଅଛି, ତୁମେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣଙ୍କର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଏହା ଏକ ଚମତ୍କାର ବିଷୟ। ଆମେ ଯଦି ବାସ୍ତବରେ ଜୀବନରେ ସଫଳତା ଲାଭ କରିବାକୁ ଚାହୁଁ, ତାହେଲେ ଆମକୁ ଏହି ପଦ 2ଟିକୁ ସ୍ମରଣ ରଖିବାକୁ ହେବ ଓ ତାହାକୁ ହୃଦୟ ମଧ୍ୟରେ ଗ୍ରହଣ କରିବାକୁ ହେବ। ଏହି 2ଟି ପଦ ସିଧାସଳଖ ସେହି ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ, ଯିଏକି
ଅତି ସାବଧାନତାର ସହିତ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରେ ଓ ସେହି ଯୁବାଲୋକ ନିମନ୍ତେ ଉଦ୍ଦିଷ୍ଟ ଯିଏକି ଈଶ୍ୱରଙ୍କ ବ୍ୟବସ୍ଥା ପ୍ରତି କର୍ଣ୍ଣ ଡେରେ ଓ ସେହି ସ୍ନେହପୂର୍ଣ୍ଣ କରୁଣା ଅର୍ଥାତ୍ ଈଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟତାକୁ ଜାଣି ତାହା ଧରି ରଖେ ଓ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରେ ଓ ନିଜ ସୁବିବେଚନାରେ ଆଉଜି ପଡ଼େ ନାହିଁ ଓ ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କରେ, ସେ ତାହାର ପଥ ସବୁ ସରଳ କରନ୍ତି। ଏହା ହେଉଛି ଯେପରି ପାଉଲ ତିମୋଥୀଙ୍କ ନିକଟକୁ ଲେଖନ୍ତି, ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି ଯେଉଁ କାର୍ଯ୍ୟକାରୀର ଲଜ୍ଜାବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷା ସିଦ୍ଧ ଦେଖାଇବାକୁ ଯତ୍ନ କର। ଯାହାକି 2 ତିମୋଥୀ 2:15 ଲେଖା ଅଛି। ହିତୋପଦେଶ 28 ପର୍ବର 26 ପଦଟିକୁ ଆଣି ଯଦି ଆମେ ଏହି ଅଂଶ ସହିତ ତୁଳନା କରିବା ତାହେଲେ ଆମେ ଏକ ଚମତ୍କାର ପାର୍ଥକ୍ୟତାକୁ ଜାଣିପାରିବା। କାରଣ ହିତୋପଦେଶ 28 ପର୍ବର 26 ପଦରେ ଲେଖା ଅଛି, ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ ସେ ମୂର୍ଖ। ଦେଖନ୍ତୁ କି ଚମତ୍କାର ପାର୍ଥକ୍ୟତା ଏଠାରେ ଆମେ ଲକ୍ଷ୍ୟ କରୁଅଛୁ। ପ୍ରିୟ ବନ୍ଧୁ, ଆଜି ଅନେକ ଲୋକ ନିଜକୁ ପାପୀ ବୋଲି ସ୍ୱୀକାର କରନ୍ତି ନାହିଁ। ସେମାନେ ନିଜକୁ ନିଜେ ଭାବନ୍ତି ଯେ ସେମାନେ ଠିକ୍ ଅଛନ୍ତି ଓ ସେମାନେ ନିଜ ଉପରେ ନିର୍ଭରଶୀଳ। ସେମାନେ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି ନାହିଁ। ଏହିପରି ଆତ୍ମନିର୍ଭରଶୀଳ ଲୋକମାନଙ୍କ ନିମନ୍ତେ ଏହି ବାକ୍ୟଟି ଅତି ପ୍ରଯୁଜ୍ୟ। ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ ସେ ମୂର୍ଖ। ଅପରପକ୍ଷରେ ଆପଣାର ସମସ୍ତ ଅନ୍ତଃକରଣ ସହିତ ତାହାଙ୍କ ଉପରେ ନିର୍ଭର କରିବା ଏକ ଚମତ୍କାର ବିଷୟ। ଏହା ହେଉଛି ଜ୍ଞାନୀର ବା ବୁଦ୍ଧିମାନର ପରିଚୟ। ଆଜି ଆମେ ତାହାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା ଆବଶ୍ୟକ। ତାହେଲେ ସେ ଆମମାନଙ୍କର ପଥ ସବୁ ସରଳ କରିବେ। ସେ ଆମମାନଙ୍କୁ ଏକ ସଫଳତାର ପଥରେ ତଥା ଏକ ବିଜୟର ମାର୍ଗରେ କଢ଼ାଇ ନେବେ। ପ୍ରିୟ ବନ୍ଧୁ, ଏହି ଜଗତ ପଥରେ ଜୀବନଯାତ୍ରାରେ ଆଗେଇବା ସମୟରେ ଯେତେବେଳେ ଆମେ କୌଣସି ସମସ୍ୟା ତଥା ପ୍ରତିବନ୍ଧକର ସମ୍ମୁଖୀନ ହେଉ, ସେତେବେଳେ କ'ଣ ଆମେ ପ୍ରଭୁଙ୍କ ଉପରେ ନିର୍ଭର କରି ତାହାଙ୍କର ଅଭିମତକୁ ବୁଝିବା ନିମନ୍ତେ ଚେଷ୍ଟା କରୁ? ଆମେ କ'ଣ ତାହାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁ? ଯଦି କରୁ, ତାହେଲେ ଆମେ କେବେ ହେଲେ କୌଣସି ପରିସ୍ଥିତିରେ ବିଚଳିତ ହେବା ନାହିଁ କି ହତାଶ ହେବା ନାହିଁ। ସେ ଆମମାନଙ୍କ ସହବର୍ତ୍ତୀ ହୋଇ ସୁରକ୍ଷା ପ୍ରଦାନ କରିବେ ଓ ସଫଳତା ପ୍ରଦାନ କରିବେ। କିନ୍ତୁ ଅନେକ ସମୟରେ ଆମେ ସେପରି ନ କରି ନିଜ ଉପରେ ନିର୍ଭର କରି ଓ ନିଜ ସୁବିବେଚନାରେ ଆଉଜି ପଡ଼ି ବିଫଳତାର ସମ୍ମୁଖୀନ ହେଉ। ଆମେ ଯେପରି ନିର୍ଭର କରିବା କଥା ସେପରି କରିପାରିନଥାଉ। କିନ୍ତୁ ଆମେ ଆମ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଯଦି ତାହାଙ୍କ ଉପରେ ନିର୍ଭର କରୁ, ତାହେଲେ ସେ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ସେ ଆମମାନଙ୍କର ପଥ ସବୁ ସରଳ କରିବେ। ଆପଣଙ୍କର ମନେଥିବ ଯେ ପ୍ରଭୁ ଯୀଶୁ ପାର୍ବତ୍ୟ ଉପଦେଶରେ କହିଥିଲେ, ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ। ଯାହାକି ମାଥ୍ୟୁ 6 ପର୍ବର 22 ପଦରେ ଲେଖା ଅଛି। ତାହା ହେଉଛି ଏକ ଆଶ୍ଚର୍ଯ୍ୟର ବିଷୟ। ଆପଣ ଯଦି ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିଅଛନ୍ତି ଓ ଆପଣ କୌଣସି ଏକ ପଥରେ ଯାଉଅଛନ୍ତି, କୌଣସି ଏକ କାର୍ଯ୍ୟ କରୁଅଛନ୍ତି, ଏହା ଅତି ଆଶ୍ଚର୍ଯ୍ୟର ବିଷୟ କିପରି ପ୍ରତ୍ୟେକ ବିଷୟ ସଫଳତାର ସହିତ ସାଧିତ ହୁଏ। ତାପରେ ଆପଣଙ୍କର ସମସ୍ତ ଶରୀର ଆଲୋକମୟ ଅଟେ। ସେହି ସମୟରେ ଆପଣଙ୍କର ସମସ୍ତ ଜୀବନ ଆଲୋକମୟ ଅଟେ। ବାସ୍ତବରେ ଯେଉଁ ଜନ ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ, ସେ କେବେ ହେଲେ ଲଜ୍ଜିତ ହେବ ନାହିଁ ବା ହତାଶ ହେବ ନାହିଁ। ପ୍ରଭୁ ଚାହାନ୍ତି ଆମେ ଯେପରି ସର୍ବାନ୍ତକରଣ ସହିତ ପ୍ରଭୁଙ୍କ ଉପରେ ନିର୍ଭର କରୁ। ଆଜି ଆମମାନଙ୍କର ସେହିପରି ପ୍ରଭୁଙ୍କ ଉପରେ ନିର୍ଭରଶୀଳତାର ଜୀବନ ଅଛି କି? 3 ପର୍ବର 7 ଓ 8 ପଦରେ ଏହିପରି ଲେଖା ଅଛି, ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ, ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ। ତାହା ତୁମ୍ଭ ନାଭି ଦେଶର ସ୍ୱାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ। ବାସ୍ତବରେ ପ୍ରଭୁଙ୍କଠାରେ ନିର୍ଭର କରିବା ଦ୍ୱାରା ଆମ୍ଭେମାନେ ଶାରୀରିକ ଜୀବନରେ ମଧ୍ୟ ସ୍ୱାସ୍ଥ୍ୟବାନ ହେଉ। ଲେଖା ଅଛି, ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ। 2 ତିମୋଥୀ 2 ପର୍ବର 19 ପଦରେ ପ୍ରେରିତ ପାଉଲ ଯୁବକ ତିମୋଥୀଙ୍କୁ ଉପଦେଶ ଦେଇ କହନ୍ତି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ ଯେ କେହି ପ୍ରଭୁଙ୍କର ନାମ ଧରେ ସେ ଅଧର୍ମରୁ ଦୂରରେ ରହୁ। ପ୍ରଭୁଙ୍କୁ ଭୟ କରି ମନ୍ଦତାରୁ ବିମୁଖ ହେବା ଦ୍ୱାରା ଏହା ଆପଣଙ୍କୁ ପାପଠାରୁ ଦୂରେଇ ରଖିବ। ଏପରିକି ଯାହା ଆପଣଙ୍କର ଆତ୍ମିକ ଓ ଶାରୀରିକ ଜୀବନର କ୍ଷତି ଘଟାଇଥାଏ, ତହିଁରୁ ମଧ୍ୟ ଦୂରେଇ ରଖେ। ଆସନ୍ତୁ ଏହାପରେ ଭୌତିକ ଆଶୀର୍ବାଦର କିପରି ଆତ୍ମିକ ତାତ୍ପର୍ଯ୍ୟ ରହିଅଛି ତାହା ଲକ୍ଷ୍ୟ କରିବାକୁ ଯିବା। 3 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର। ତହିଁରେ ତୁମ୍ଭର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଛୁଳି ପଡ଼ିବ। ଏହା
संपूर्ण उत्सर्गीकृत जीवन को प्रकाश करे। आपणकर मन थी जे ईश्वर जितेबले इस्राएल संतानगण को सही देश विषय नहीं कहले जहाँकि से देवाई जाऊे से कहले भूमि मोहर मुझे तुम देउछि। इस्राएल एक दशमांश आने को थिला। मु भावुछि सेमाने प्रकृत में 3टी दशमांश प्रभु निकट को आनी तेबे यही दशमांशर अर्थ होछि 100 ରୁ 10 भाग जहाँकि इस्राएल संतानगण सेमानकर आयरु सदाप्रभु के उद्देश्य उत्सर्ग करने को थिला। शस्य अमलर आरंभ से माने प्रथम फल आणुथिले। ईश्वर जे यही समस्तर मालिक ताहा जणाई देउथिला। संपूर्ण उत्सर्गीकृत जीवन यह थिला एक स्पष्ट प्रमाण। मते कहतु ना जे आपण संपूर्ण भाव ईश्वर निमंते उत्सर्गीकृत जे पर्यंत आपण आय को प्रभु निकट में उत्सर्ग करना। प्रभु आपण को समस्त विषय दे अछंती। हाँ आपण कहि पारंती मु कठिन परिश्रम करी रोजगार करिछि किंतु कार्य करबा निमंते परिश्रम करबा निमंते किए आपण को स्वास्थ्य देले, किए आपण को कार्य बा चाकरी जोगाई देले, किए आपण को अर्थ रोजगार करबा निमंते समर्थ कराइले। प्रिय बंधु ईश्वर एही समस्त आपण को निमंते साधन कले। तेणु करी ताहांको स्वीकार करंतु। ताही होछि संपूर्ण उत्सर्गीकृत बा समर्पित जीवनर सुस्पष्ट प्रमाण। प्रभु जितेबले कहती जे तुम्भे आपणा धनरे और समस्त आयर प्रथम फल सदाप्रभुंकर समादर कर सेतेबेले से कहबाकू चाहती आपण और मु आम जेपरी ताहांकर समस्त अनुग्रह और मंगलदान को हेज करी और ताहांकर आशीर्वाद को हेज करी ताहांकर धन्यवाद करू और समस्त धन और आय निमंते ताहांको स्मरण करी आमानकर धन और समस्त आयर प्रथम फल ताहांको उद्देश्य उत्सर्ग करू। मात्र प्रभु चाहती आमानक जीवन वास्तव प्रेम और सुसंपर्क आउ ताहा से विभिन्न विषय मध्य दे आमानक ठारू आशा करती जद्वारा आम जेपरी ताहांकर आशीर्वाद रूप धन रे परिपूर्ण हो पार। यापर प्रभुंकर शासन प्रति टिके दृष्टि देवा। 3 पर्वर 11-12 पदे लिखा अछि हे मोहर पुत्र सदाप्रभुंक अनुजोग तुच्छ कर नाही और ताहांक शासन रे क्लांत हुओ नाही। कारण जेपरी पिता आपणा संतोष पात्र पुत्र को सेपरी सदाप्रभु आपणा प्रेम पात्र को शासन करती। प्रिय बंधु आपण यदि वास्तव में ईश्वर संतान ताले ईश्वर आपण को शासन करने को जाऊँच आई हूँ सुस्पष्ट प्रमाण जे आपण ईश्वर संतान रूपे गणित। कारण ईश्वर शैतान संतान मान को शासन करते ना मात्र से माने ताहांकर दंडर निमंते रक्षित होता। आयुब 5 पर्वर 17-18 पदे लिखा अछि देख परमेश्वर जहाँ शासन करती से मनुष्य धन्य। एहेतु तुम्भे सर्वशक्तिमानकर शास्ति तुच्छ न कर। कारण से क्षत करती और बांधती से आघात करती और ताहांक हस्त सुस्थ करे। तेणु शासनर अर्थ नुहे दंड विधान। जड़े अपराधी दंडभोग करिथाए मात्र पिला को श्रृंखलित करने निमंते शासन करा जाइथाए। ईश्वर ताहा ही ताहांकर संतान मानक प्रति करिथांती से सेमानकु श्रृंखलित करने निमंते शासन करिथांती कारण सेमाने ताहांकर। प्रिय बंधु आपण जदि आज पर्यंत सही अनुभूति मध्य दे आसी नाहंती अंततः ताहांक निकट निजको समर्पण करी ताहांकर शासन को अपेक्षा करंतु और तदनुजाई निजको ताहांक निमंते प्रस्तुत करी ताहांक संतान हेबार अधिकार प्राप्त हुअन्तु। यापरे ज्ञान को खोजी पाइबारे जो आनंद सही संपर्क में किसी आलोचना करिबा। 3 पर्वर 13 पदरु 16 पद मध्य एहिपरि लेखा अछि जो लोक ज्ञान पाए और बुद्धि लाभ करे से धन्य। जेतु रूपार वाणिज्य ठारू ताहार वाणिज्य उत्तम पुनि शुद्ध सुवर्ण ठारू ताहार लाभ श्रेष्ठ। ताहा मुक्ता ठारू अधिक मूल्यवान पुनि तुम्भर कौनसी इष्ट वस्तु ताहार तुल्य हेबाकु योग्य नुहे। ताहार दक्षिण हस्तरे दीर्घायु ताहार बाम हस्तरे धन और सम्मान थाए। वास्तव में जो व्यक्ति ख्रीष्ट को पाए से सबकिछि प्राप्त हुए कारण से ही ज्ञान से आमानक निमंते ज्ञान स्वरूप तांक पाखरे सबकिछि रही अछि। दीर्घायु अछि धन और सम्मान मध्य अछि। से आमानकर अनंत जीवनदाता और पुरस्कार दाता से आमानकर परित्राण रूपक धन। यापर 17-18 पद लिखा अछि
ତାହାର ପଥ ସବୁ ସୁଖଦାୟକ ପଥ ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟେ। ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ୱରୂପ। ଯେଉଁ ଲୋକ ତାହା ଧରି ରଖେ ସେ ଧନ୍ୟ। କେତେ ଚମତ୍କାର ବିଷୟ! ପୁରାତନ ନିୟମରେ ଯେଉଁମାନେ ଈଶ୍ୱରଙ୍କର ସେବା କଲେ ଈଶ୍ୱର ସେମାନଙ୍କୁ ଦୀର୍ଘ ଜୀବନ ଦେବେ ବୋଲି ପ୍ରତିଜ୍ଞା କଲେ। ତେବେ ଏହି ସମସ୍ତ ସୁଖର ଅଧିକାରୀ ହେବାକୁ ହେଲେ ଆମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ତାହାକୁ ଅଧ୍ୟୟନ କରି ଓ ତାହାକୁ ମଧ୍ୟ ହୃଦୟ ମଧ୍ୟରେ ଗ୍ରହଣ କରିବାକୁ ହେବ। ପ୍ରିୟ ବନ୍ଧୁ, ବର୍ତ୍ତମାନ ଯେଉଁ ଭୟଙ୍କର ଘଡ଼ିସନ୍ଧି ମୁହୂର୍ତ୍ତ, ଏହି ସମୟରେ ଯଦି ଆମମାନେ ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହେଉ ତାହେଲେ ଆମେ କିପରି ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିପାରିବା? ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମମାନେ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ପ୍ରିୟ ଭାଇ ଭଉଣୀମାନେ, ଆମ୍ଭେମାନେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଆହୁତ ହୋଇଅଛୁ। ଈଶ୍ୱର ଅଛନ୍ତି ଓ ତାଙ୍କର କିଛି ନୀତି ନିୟମ ଅଛି ଏବଂ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ କିଛି ସର୍ତ୍ତ ମଧ୍ୟ ଅଛି। ସଲୋମନଙ୍କ କହିବା ଅନୁସାରେ ତାହାଙ୍କୁ ଓ ତାହାଙ୍କର ବ୍ୟକ୍ତିତ୍ୱକୁ ସ୍ୱୀକାର କରି ତାହାଙ୍କୁ ପ୍ରଥମ ସ୍ଥାନ ଦେଉ ଏବଂ ଏହି ଗୁଣଗୁଡ଼ିକୁ ନିଜ ଶରୀରର ଅକ୍ଷଭୂଷଣ କରୁ। ତାହାହେଲେ ତାହାଙ୍କର ମଙ୍ଗଳଦାନ ଆମ ପଛେ ପଛେ ଆସିବ ଓ କୌଣସି ମଙ୍ଗଳର ଅଭାବ ହେବ ନାହିଁ। ଆଜି ତ ଆମ ସମୟ ଶେଷ ହେଲାଣି। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ସ୍ୱର୍ଗୀୟ ଈଶ୍ୱର, ତୁମେ ଆମମାନଙ୍କୁ କେତେ ପ୍ରେମ, କେତେ ଅନୁଗ୍ରହ କରିଅଛ। ପୁଣି ଥରେ ପ୍ରଭୁ ଏ କାର୍ଯ୍ୟକ୍ରମ ଦ୍ୱାରା ଆମମାନଙ୍କୁ ସୁଯୋଗ ଦେଇଅଛ ତୁମର ବାକ୍ୟକୁ ଶୁଣିବା ନିମନ୍ତେ। ହଁ ପ୍ରଭୁ, ଏତେବେଳେ ପ୍ରାର୍ଥନା କରୁଅଛି ପ୍ରଭୁ, ପ୍ରତ୍ୟେକ ବିଷୟରେ ପ୍ରଭୁ, ସୁନା ହେଉ ରୂପା ହେଉ, ସବୁ ବିଷୟରେ ପ୍ରଭୁ ଜ୍ଞାନ ହେଉଛି ମୂଲ୍ୟବାନ। ଯେଭଳି ଭାବରେ ଏ ଜ୍ଞାନକୁ ଆମମାନେ ପ୍ରଭୁ ନିଜ କାର୍ଯ୍ୟରେ ବ୍ୟବହାର କରିପାରିବୁ, ଏକ ଉତ୍ତମ ଜୀବନ ନିମନ୍ତେ ପ୍ରଭୁ ତୁମ ନିମନ୍ତେ ଉତ୍ସର୍ଗୀକୃତ ହୋଇପାରିବୁ। ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ତୁମେ ଜ୍ଞାନ ପ୍ରଦାନ କର। ଯେଭଳି ଭାବରେ ଜ୍ଞାନ ପାଇ ପ୍ରଭୁ କେଉଁ ବିଷୟ ଠିକ୍, କେଉଁ ବିଷୟ ମନ୍ଦ, ସେ ବିଷୟକୁ ଅନୁଧ୍ୟାନ କରିପାରିବୁ। ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ତୁମେ ସାହାଯ୍ୟ କର। ପ୍ରାର୍ଥନା ଶୁଣିଅଛ ଓ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଛି, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ରହିଲି, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଲା ସି ସଦାପ୍ରଭୁ। ଆଜିର ପ୍ରଶ୍ନଟି ହେଉଛି ଈଶ୍ୱରଙ୍କ ବିରୁଦ୍ଧରେ ପାପ ନ କରିବା ନିମନ୍ତେ ହୃଦୟରେ କ'ଣ ସଞ୍ଚୟ କରିବା ଉଚିତ? ଏ ଧନ, ବି ବାକ୍ୟ, ସି ଜ୍ଞାନ, ଡି ଖାଦ୍ୟ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ଅମରଜ୍ୟୋତି ସାନନାୟକ ଓ ପରିବାର।